ପ୍ରଦାନ କରିବେ। ତେଣୁ ଭଜ ମନ ବ୍ରଜ ବନ ଦ୍ୱିଜ ଭଗବାନ କୃଷ୍ଣଙ୍କୁ ଯେବେ ପୂଜା କରିବେ ତାହେଲେ ଆପଣ ମୁକ୍ତି ପାଇଯିବେ, ସେଇଟା ତାଙ୍କରି ପାଖରେ ଅଛି। ତେଣୁ ପ୍ରଭୁଙ୍କୁ ପୂଜା କଲା ବେଳେ ବାପା ମାନେ ମା ମାନେ ଯେ କେଉ ପିଲାମାନେ ମନ୍ଦିରକୁ ଗଲେ ଦର୍ଶନ କଲେ କିଛି ନା କିଛି ମାଗନ୍ତି, ପ୍ରଭୁ ମୋତେ ଏଇଆ ଦିଅ। ଏଭଳିଆ ଦେବତା ନାହାନ୍ତି କେହି, ମାଗିଲେ ଦେବେ ନ ମାଗିଲେ ଦେବେ, ମାଗିଲେ ଦେବେ ନ ମାଗିଲେ ଦେବେ। ତାହେଲେ ମୋ ବାପା ମାନେ ଆମେ ପ୍ରଥମେ କଣ ମାଗିବା ନା ପ୍ରଭୁ ମୋ ଘର ରକ୍ଷା କର, ଆଗ ଘର ମାଗିବା। ଆମ ବାୟକ ଭାଇନା ଆସିଛନ୍ତି କାଲି, କହିଲେ ମୁଁ ଯିବି ହେରି ରାତିରେ। ମୁଁ କହିଲି କାହିଁକି, ବର୍ଷା ହଉଛି କାହିଁକି ଯିବ? ନା କାମ ଗୋଟେ ଅଛି, ଯଜମାନିଆ କାମ, ସେ ଆସିବ ବୋଲେ ଏ କଥା ବୁଝିବ। ତେଣୁ ଆଡେ ପାଲାରେ ଲୋଭ, ଆଡେ ଯଜମାନ ଫେରିଯିବ, ତେଣୁ ସେଥିରେ ଲୋଭ। ତେଣୁ ଖରାପ ଭାବନା, ବ୍ରାହ୍ମଣିଆ ଲୋକ କହିଦେଲି ଆଉ। ତେଣୁ ମାଗିବା ଘର ରକ୍ଷା କର ପ୍ରଭୁ। ଭଗବାନ କୃଷ୍ଣ କଣ ଘର ରକ୍ଷା କରିପାରନ୍ତି? ଯେ ମାଗିବ ଘର ରକ୍ଷା କର, ରଖିପାରନ୍ତିନି, ରଖିପାରନ୍ତିନି। ସେଥିପାଇଁ ଗୋଟାଏ ପଦ ଗାଇବେ, ପୁଅ କବି ସୂର୍ଯ୍ୟ ସିଏ ପ୍ରମାଣ କଲେ। ବାପା ମାନେ ରେ ଦେଖୁଛ ତ ମୋ ବଳ ବୟସ ଗଲା, ଏ ଯାହା ମୋ ଜେନା ଭାଇ ହେଲେ ସନ୍ନ୍ୟାସ ଧର୍ମ ନେଇଗଲେ, ମୁକ୍ତି ପାଇଯିବେ। ବାପା ଇଏ ଘରେ ଥାଇକି ସନ୍ନ୍ୟାସୀ କି ପୁରୀରେ ଥାଇକି ସନ୍ନ୍ୟାସୀ, ସିଏ ଜାଣିଥିବେ ବିଲ ବାଡି କଥା ବୁଝୁଛନ୍ତି, ଧାନ କେତେ ଅମଳ ହବ, କଣ ହବ, କେଉଁ ବିଲ ପଡିଆ ରହିଲା ବୁଝୁଛନ୍ତି। ଆପଣ ଏହା କହିଲେ ବୋଲି ପ୍ରବୋଧ ପଚାରିଲେ ଆଉ କାଲି କଣ କହିଲେ, ଭାଇ ଟ୍ରେନରେ ବିଲ ବାଡି କଣ ହେଇଛି ନା ଭାଇ 10-15 ଘର କରୁଛି, ବାକି ପଡିଆ ପଡିଛି। ଆଉ ଆଚ୍ଛା ଆଶ୍ରମ ନା ମତେ ପୁରୀରେ ରହୁଛି, ସେ ସାର୍ ଏଇ କଥା କହିଲେ ବୋଲି ଆପଣ ମଞ୍ଚରେ କହିଲେ, ସେ ବୁଢୀ ନା ତ୍ୟାଗୀ ବୋଲି ଆପଣ ତାଙ୍କୁ ପରିହାସ କରୁଛନ୍ତି। ନାଇଁ 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 ନାଇଁ, ସେ କଥା ନୁହଁ, ସେ କଥା ମୋ ଭାଇ, ମୋ ଭାଇ କି ମୁଁ କହିବି ତୋର କଣ କଥା? ସିଏ କହୁଛି ମୋ ଭାଇ କି ମୁଁ କହିଲେ ତମର କଣ ଯାଇକି ତମେ କହିଲେ ଜଳଧି ଅନ୍ତେ ନିଜ ବୁড়াই রে সব ନାହିଁ କରିଥିଲି ଅଧିକା ଝାଞ୍ଜ ମାଡ଼ କରନା ବୋଲି। କବି ଲେଖିଲେ, କହିଲେ ଜଳଧି ଅନ୍ତେ ନିଜ ଘର ଦେବାଧିରାଜ ବୁଡାଇ ଦେଇଛ। ପ୍ରଭୁ ତାଙ୍କ ଘର ରଖିଛନ୍ତି ଆଜ୍ଞା, ଦ୍ୱାରିକାପୁର ଆଉ ଅଛି? ସାଗର ଜଳରେ ବୁଡେଇ ଦେଲେ। ଅଷ୍ଟରତ୍ନରେ ନିର୍ମିତ ବିଶ୍ୱକର୍ମା ରଚିତ 14 ବ୍ରହ୍ମାଣ୍ଡ ସମ୍ପଦ ଯେଉଁ ଘରେ ଥିଲା, ସେ ଘରକୁ ପ୍ରଭୁଙ୍କର ଲୋଭ ହେଲାନି।
ପାଣିରେ ବୁଡେଇ ଦେଲେ। ତାଙ୍କ ନିଜ ଘର ପ୍ରଭୁ ରଖିଲେନି। ଆମ ଘର କେତେ ଦାମୀ ଯେ ତାକୁ ରଖିଲେ ବୋଲି ପ୍ରଭୁ ଆମେ ଡାକିବା ପ୍ରଭୁ ଘର। ପ୍ରଭୁ ପ୍ରଥମେ ହେଲେ ଘର ବୁଢା। ତେଣୁ ଏ ଘର ବୁଢାକୁ ଡାକିକି ଲାଭ ନାହିଁ। ସେ ହଉଛି ଘର ବୁଢା। ଡାକିବା କହିବା ପ୍ରଭୁ ଘର ନ ରଖ, ବଂଶ ରକ୍ଷା କର। ଘର ନଥିଲେ ଗଛ ମୂଳେ ଦିନେ ନବ, କିନ୍ତୁ ବଂଶ ରକ୍ଷା କର। ଆଚ୍ଛା ପ୍ରଭୁ କଣ ତାଙ୍କ ବଂଶ ରକ୍ଷା କରିଛନ୍ତି? ଭାଗବତରେ ପୁରା ଲେଖା ଅଛି, ବୋଲେ ମାୟାର ଥିଲେ ଦଇତା କନ୍ଦଳେ ନିଜ। ଆଜ୍ଞା ମାୟାର ଥିଲେ ଦଇତାରି କନ୍ଦଳେ ନିଜ ବଂଶ ମାରି। ନିଜ ବଂଶକୁ ବିନାଶ କରିବା ପାଇଁ ମଦ ପିଆଇକି ସନ୍ତରା ବନରେ ହାଣିକି ମାରି। ଆଜ୍ଞା ମଦ ପିଇଦେଲେ ଆପଣା ପର ଚିହ୍ନି ହୁଏନି, ଆଉ ମାରିବା ପାଇଁ ମରିବା ପାଇଁ ନିଶ୍ଚିତ ଅଗ୍ରସର ହେବେ। ତେଣୁ ମଦ ପିଆଇ ଦେଲେ ନିଜ ବଂଶକୁ। କେତେ ବଡ କାମ କଲେ। ମଦ ପିଇବା କଣ ଭଲ? ଆଜ୍ଞା ମଦଟା ପିଇଲେ ତାର କେତେଟା ଭଲ ଗୁଣ ଅଛି। ଆଜ୍ଞା କଣ ଭଲ? ଆଜ୍ଞା ମଦ ପିଇଲେ ଜଞ୍ଜାଳରୁ ଟେନସନରୁ ମୁକ୍ତି। ଆଚ୍ଛା ଆଚ୍ଛା। ଆଉ ଆଜ୍ଞା ତା ଘରେ ଚୋର ପଶିବେନି। ମଦ ଯିଏ ପିଉଛି ତା ଘରେ ଚୋର ପଶିବ, ସିଏ ବୁଢା ହବନି। ବୁଢା ହବନି? ନା ନା ମଦ ଯିଏ ପିଇବ ସିଏ ବୁଢା ହବନି। ଆରେ ଆଜ୍ଞା କେତେ ବଡ ଆଶ୍ଚର୍ଯ୍ୟ କଥା କହିଲୁ। ମଦ ପିଇଲେ ଜଞ୍ଜାଳ କିଛି ରହିବ। ଆଜ୍ଞା ଜଞ୍ଜାଳ ଟେନସନରୁ ମୁକ୍ତି, କାହା ଚିନ୍ତା ଲାଗିବନି। ଆଚ୍ଛା ବାହାରିଲା 4-6 ମାସ ଯାଏ ପାଲା କଲା, ରଜ ପରେ ଘରକୁ ଫେରିଲା। ଯେମିତି ଗଲା କହିଲା ପିଲେ ଆଜି ବଜାରକୁ ଯିବି, ନା ଗୋଟେ ଲିଷ୍ଟ କର କେତେ ଦିନର ସଉଦା ପତ୍ର ଆସିନି। ଝିଅ କହିଲା ମୋ ପାଇଁ ରଜ ପୋଷାକ ଆଣିବ, ପୁଅ କହିଲା ମୋ ପାଇଁ ପ୍ୟାଣ୍ଟ ସାର୍ଟ ଆଣିବ, ସ୍ତ୍ରୀ କହିଲା ମୋ ପାଇଁ ଶାଢୀ ଚୁଡ଼ି ସବୁ ଆଣିବ। ଆଣିବା କଣ ଗ୍ରୋସରୀ ଜିନିଷ, ତେଲ ଲୁଣ ଚିନି ଚାପତି ଅମୁଲ, ଗୋଟେ ବଡ ଲିଷ୍ଟ କଲା। ଟଙ୍କା 5-7 ହଜାର ପକେଟ ଧଇଲା। ଯେମିତି ଗଲା କହିଲା ସାରଙ୍କ ସାଙ୍ଗରେ 4-6 ମାସ ହେଲା ପାଲା କରିଥିଲି ଟିକେ ବାଚିନି। ଯେମିତି ଗଲା କାଉଣ୍ଟରରେ 2-3 ସାହା ପୁରେଇ ଦେଲା, କହିଲା ଭାଇ ଗୋଟେ ଦେବୁ। ଦେଇଦେଲା, ଯେମିତି ବୁଢା ପିଇଲା ଚାଲିଲା। ଆଜ୍ଞା ସାଇକେଲ ଠାକରେ ସିଏ ଠାକରେ ପଡିଲା। ହେଇତେ ନୟନ ଜୋରି ଭିତରେ ପଡିକି ରହିଛି। ଆଉ ଚିନ୍ତା ଅଛି? ପୁଅ ପାଇଁ ଡ୍ରେସ, ଝିଅ ପାଇଁ ଡ୍ରେସ, ସ୍ତ୍ରୀ ପାଇଁ ଶାଢୀ ଚୁଡ଼ି ଗ୍ରୋସରୀ, ଆଉ ଚିନ୍ତା ଅଛି? ଟେନସନରୁ ମୁକ୍ତି, ଶୋଇଲା ସେମିତି। ଆଚ୍ଛା ଆରେ କହିଲୁ ତା ଘରେ ଚୋର ପଶିବେନି। ଚୋର କାହିଁକି ପଶିବେନି? ଆଜ୍ଞା ଯିଏ ମଦ ଗଞ୍ଜେଇ ନିଶା ଖାଇଲା ତା ଘରେ କଣ ଅଛି ଯେ ଚୋର ଗଲେ କଣ ଆଣିବ? ଯାଇକି ବୁଲିଲା ସବୁଆଡେ ଫୋପାଡ଼ିକି ଦେଖି ଆଇଲା, କିଛି ନାହିଁ। ଆଚ୍ଛା ଆଉ ଗୋଟେ ଆଜ୍ଞା କହିଲୁ ବୁଢା ହବନି? ଆଜ୍ଞା ସିଏ ବୁଢା ହବନି ଜୀବନରେ, ତା ଚୁଟି କେବେ କଳା ଚୁଟି ଧଳା ହବନି। କାହିଁକି? ସାରେ ସିଏ ତ ମଦ ପିଇ ପିଇ ତାର ଲିଭର ଖରାପ ହବ, କିଡନୀ ଫେଲ ହବ, ଟୋକା ବେଳୁ ସିଏ ମରିବ। ଆଉ ବୁଢା ଯାଏ କାହିଁକି ରହିବ ଯେ ବୁଢା ହବ? ବୁଢା ଯାଏ ରହିବ। ତେଣୁ ଯାଦବ ମାନଙ୍କୁ ମଦ ପିଆଇକି ମାରିଦେଲେ। ଏ ପ୍ରଭୁ ବଂଶ ରକ୍ଷା କଲେନି, ବଂଶ ବୁଡେଇଲେ। ଘର ବୁଢା ହେଲେ ବଂଶ ବୁଢା। ଆଚ୍ଛା ଆଚ୍ଛା, ଘର ନ ରଖନ୍ତୁ, ବଂଶ ନ ରଖନ୍ତୁ, ଆମେ ଡାକିବା ପ୍ରଭୁ ନିଜେ ବଞ୍ଚିଥିଲେ ବାପାର ନା ମୋତେ ରକ୍ଷା କର। ପ୍ରଭୁ କଣ ନିଜେ ରକ୍ଷା ହେଇପାରିଛନ୍ତି ଯେ ତମକୁ ରଖିବେ? ଅସମ୍ଭବ। କହିଲେ ନିଜେ ବଞ୍ଚିବା ଅସମ୍ଭବ, ସେ କାହିଁ ଅନ୍ୟକୁ ରଖିବ? ଶିଆଳି ଲତା ତଳେ ବଂଶକୁ ବୁଡେଇ ସାରିବା ପରେ ବିଶ୍ରାମ କରିବା ପାଇଁ ଶିଆଳି ଲତା ତଳେ ଆଶ୍ରୟ ନେଇଛି। ଜଙ୍ଗଲରେ ବନରେ ବାସ କରୁଥିବା ଶବର ଘରର ପୁଅଟା ତାର ଜୀବିକା ନିର୍ବାହ କରିବା ପାଇଁ, କୁଟୁମ୍ବ ପ୍ରତିପୋଷଣ କରିବା ପାଇଁ ଧନୁଟାକୁ ଧରି ବନରେ ଭ୍ରମଣ କରୁଛି। ଶିଆଳି ଲତା ତଳେ ପ୍ରଭୁଙ୍କର ପାଦଟା ତାକୁ ଦେଖାଗଲା। ଅରେ ମୃଗର କର୍ଣ୍ଣ ପ୍ରାୟ
ବାଣ ବିନ୍ଧି ପ୍ରଭୁଙ୍କ ପାଦ ଦେଶ ଉପର ପାର୍ଶ୍ୱ ନୁହଁ ତଳ ପାର୍ଶ୍ୱ ପାଦର ଦେଖାଗଲା ଶବର। କେଉଁ ପ୍ରକାର ନା ମୃଗ କର୍ଣ୍ଣ ସଦୃଶ।